ଏ ଏକାକୀ ଏକ କାମକୁ 20 ଦିନରେ କରିପାରେ ଏବଂ ବି ଏକାକୀ ସେହି କାମକୁ 30 ଦିନରେ କରିପାରେ। ଦୁହେଁ ମିଶିକି 6 ଦିନ କାମ କଲେ। ତାପରେ ଏ କାମ ଛାଡ଼ିଦେଲା। ଅବଶିଷ୍ଟ କାମକୁ ବି ଏକାକୀ କେତେ ଦିନରେ ସମାପ୍ତ କରିବ? ଦେଖ, ଏ ଏକାକୀ ଏକ କାମକୁ 20 ଦିନରେ କରିପାରେ। ଗୋଟେ କାମକୁ ଏ 20 ଦିନରେ ସମାପ୍ତ କରିପାରେ। ବି ସେହି କାମକୁ 30 ଦିନରେ କରିପାରେ। ତାହେଲେ ଆମେ ଏଇ ଦୁଇଟାର ଏଲସିଏମ୍ ନେଇଯିବା। ଏଲସିଏମ୍ ନେଇଗଲେ ଟୋଟାଲ ଏଲସିଏମ୍ ହେବ 60। ଇଏ ହେଲା ଏ ଯେଉଁ 60 ବାହାରିଲା, ଇଏ ହେଲା ଆମର ଟୋଟାଲ ୱାର୍କ। ଟୋଟାଲ ୱାର୍କ ହେଲା ଆମର କେତେ? 60। ଗୋଟେ କାମକୁ ଏ 20 ଦିନରେ ସାରିଲା, ତାହେଲେ ଏକ ଦିନରେ କେତେ କାମ କରିବ? ଏକ ଦିନରେ କାମ କରିବ, ଆମର ଟୋଟାଲ ୱାର୍କ ହେଲା 60। 20 ଦିନରେ ଗୋଟେ କାମକୁ ସେ 20 ଦିନରେ କରୁଥିଲା, ଏକ ଦିନର କାମ ବାହାର କରିବା ପାଇଁ ହେଲେ 60 ହରଣ 20 ଇଜିକାଲ୍ ଟୁ 3। ଗୋଟେ ଦିନରେ ସେ 3 କାମ କରିପାରେ। ସେହିପରି ବି ଗୋଟେ କାମକୁ 30 ଦିନରେ କରୁଥିଲା, ଟୋଟାଲ ୱାର୍କ ହେଲା ଆମର 60। ତାହେଲେ ଗୋଟେ ଦିନରେ କାମ କେତେ କରିବ? ବି 60 ହରଣ 30 ଇଜିକାଲ୍ ଟୁ 2। ହେଲେ ସେ 2 କାମ ଗୋଟେ ଦିନରେ ବି ହେଲା 2 କାମ କରିପାରେ। ଦୁହେଁ ମିଶିଲେ ଗୋଟେ ଦିନରେ କେତେ କାମ କରିବେ? ଦୁହେଁ ମିଶିକି ଗୋଟେ ଦିନରେ 5 କାମ କରିବେ। ତାହେଲେ ପ୍ରଶ୍ନାନୁସାରେ ଦୁହେଁ ମିଶିକି 6 ଦିନ କାମ କଲେ। ଗୋଟେ ଦିନକୁ ଏ ଆଉ ବି ମିଶିକି 5 କାମ କଲେ, ତାହେଲେ 6 ଦିନକୁ କେତେ କାମ ହେବ? 6 × 5 ଇଜିକାଲ୍ ଟୁ 30 କାମ। ତାହେଲେ ଆମର ଟୋଟାଲ ୱାର୍କ ହେଲା 60। ସେମାନେ 2 ଜଣ ଯାକ ମିଶିକି କଲେ 30 କାମ। ତାପରେ ଏ କାମ ଛାଡ଼ିଦେଲା। ଅବଶିଷ୍ଟ କାମକୁ ବି ଏକାକୀ କେତେ ଦିନରେ ସମାପ୍ତ କରିବ? ଆଉ ରହିଲା 30 କାମ। 30 କାମକୁ ବି କେତେ ଦିନରେ ସମାପ୍ତ କରିବ? 30 କାମ ଡିଭାଇଡେଡ୍ ବାଇ 2 ଇଜିକାଲ୍ ଟୁ 30 କାମ ଆଉ ରହିଲା 30 କାମ। ଟୋଟାଲ ୱାର୍କ ହେଲା ଆମର 60। 60ରୁ 30 କାମ ରହିଲା। 30 କାମକୁ ବି କେତେ ଦିନରେ ସମାପ୍ତ କରିବ? 30 ଡିଭାଇଡେଡ୍ ବାଇ 2 ଇଜିକାଲ୍ ଟୁ 15 ଦିନ। 15 ଦିନରେ ସାରିବ।